ଆଜିର ଏହି ଡିପ୍ ଡାଇଭ୍କୁ ସ୍ୱାଗତ। ଆଜି ଆମେ ଏକ ବହୁତ ଖାସ୍ ଏବଂ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଦସ୍ତାବେଜର ଗଭୀର ବିଶ୍ଳେଷଣ କରିବାକୁ ଯାଉଛୁ। ମାନେ ଆମ ସାମ୍ନାରେ ଥିବା ଏହି ଉତ୍ସଗୁଡ଼ିକ ମୁଖ୍ୟତଃ ଦ ଫାଇନାଲ ଫେଜ୍ ଅଫ୍ ଓଡ଼ିଶା's ଫ୍ରିଡମ୍ ଷ୍ଟ୍ରଗଲ୍ ଉପରେ ଆଲୋକପାତ କରୁଛି। ହଁ, ଏବଂ ଏହି ଦସ୍ତାବେଜଗୁଡ଼ିକ ପ୍ରକୃତରେ ବହୁତ ତଥ୍ୟବହୁଳ। ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଶେଷ ପର୍ଯ୍ୟାୟ କିପରି ଥିଲା ତାହା ବୁଝିବା ପାଇଁ ଏହା ଏକ ଚମତ୍କାର ମାଧ୍ୟମ। ଏକଦମ। ସାଧାରଣତଃ ଯେତେବେଳେ ଆମେ ସ୍ୱାଧୀନତା ସଂଗ୍ରାମ କଥା କହୁ, ଆମ ମନକୁ ସିଧା ଜାତୀୟ ସ୍ତରର ବଡ଼ ବଡ଼ ନେତା ବା ଆନ୍ଦୋଳନର ଚିତ୍ର ଆସେ। କିନ୍ତୁ ଆଜିର ଏହି ବିଶ୍ଳେଷଣର ମିଶନ ଟିକେ ଅଲଗା। ଆମେ ଓଡ଼ିଶାର ନିଜସ୍ୱ ସାମାଜିକ ଏବଂ ରାଜନୈତିକ ସ୍ଥିତିକୁ ବୁଝିବାକୁ ଚେଷ୍ଟା କରିବା। ବିଲକୁଲ। ଆଉ ଏଥିପାଇଁ ଆମର ଉତ୍ସଗୁଡ଼ିକ ମୁଖ୍ୟତଃ ତିନୋଟି ବଡ଼ ଦିଗ ଉପରେ ଆଲୋକପାତ କରୁଛି। ସେଗୁଡ଼ିକ ହେଲା ପଲିଟିକାଲ ମ୍ୟାଚୁରେସନ୍ ବା ରାଜନୈତିକ ପରିପକ୍ୱତା, ତାପରେ ମାସ୍ ଅପରାଇଜିଂସ୍ ଅର୍ଥାତ୍ ଗଣ ଆନ୍ଦୋଳନ, ଏବଂ ତୃତୀୟଟି ହେଉଛି ଭ୍ୟାନଗାର୍ଡ ଅଫ୍ ୱିମେନ୍ ବା ମହିଳାମାନଙ୍କର ଅଗ୍ରଣୀ ଭୂମିକା। ହଁ, ଆଉ ଏହି ତିନୋଟି ଶକ୍ତି କିପରି ଏକାଠି ମିଶି 1930 ଏବଂ 40 ଦଶକରେ ଓଡ଼ିଶାର ଇତିହାସକୁ ଏକ ନୂଆ ମୋଡ଼ ଦେଇଥିଲା, ସେଇଟାରି ଆମେ ଖୋଜି ବାହାର କରିବା। ନିଶ୍ଚିତ ଭାବରେ। ମାନେ ଏଇ ଦସ୍ତାବେଜଗୁଡ଼ିକ କେବଳ କିଛି ଘଟଣାର ତାଲିକା ନୁହେଁ, ଏହା ଏକ ପରିବର୍ତ୍ତନଶୀଳ ସମାଜର ପୁରା ମାନସିକତାକୁ ଦର୍ଶାଉଛି। ଯେତେବେଳେ ଆମେ ପଲିଟିକାଲ ମ୍ୟାଚୁରେସନ୍ କଥା କହୁଛୁ, ବୁଝିବାକୁ ହେବ ଯେ ଓଡ଼ିଶା କେବଳ ପ୍ରତିବାଦ କରୁନଥିଲା, ବରଂ ନିଜର ଏକ ସ୍ୱତନ୍ତ୍ର ପରିଚୟ ଗଠନ କରିବା ପାଇଁ ପ୍ରସ୍ତୁତ ହେଉଥିଲା। ସତରେ, ଗୋଟିଏ ପଟେ ସାଧାରଣ ଜନତା ମାସ୍ ଅପରାଇଜିଂରେ ଭାଗ ନେଉଥିଲେ, ଆଉ ଅନ୍ୟପଟେ ମହିଳାମାନେ ଭ୍ୟାନଗାର୍ଡ ଅଫ୍ ୱିମେନ୍ ଭାବରେ ଘରୁ ବାହାରି ନେତୃତ୍ୱ ନେଉଥିଲେ। ଆଉ ଏହି ସବୁ ଦିଗ ଏତେ ନିବିଡ଼ ଭାବରେ ଜଡ଼ିତ ଯେ ଆପଣ ଗୋଟିଏକୁ ଛାଡ଼ି ଅନ୍ୟଟିକୁ ସମ୍ପୂର୍ଣ୍ଣ ରୂପେ ବୁଝିପାରିବେ ନାହିଁ। ତେବେ ଆସନ୍ତୁ ଆମେ ଏହି ପଲିଟିକାଲ ମ୍ୟାଚୁରେସନର ମୂଳଦ୍ୱାରରୁ ହିଁ କଥା ଆରମ୍ଭ କରିବା। ଆମର ତଥ୍ୟ ଅନୁଯାୟୀ 1 ଏପ୍ରିଲ 1936 ତାରିଖଟି ଓଡ଼ିଶା ଇତିହାସରେ ଏକ ମାଇଲଖୁଣ୍ଟ। ହଁ, ଯାହାକୁ ଆମେ ଆଜି ଓଡ଼ିଆ ଡେ ବା ଉତ୍କଳ ଦିବସ ଭାବରେ ପାଳନ କରୁଛୁ। ଏକଦମ। ଦୀର୍ଘ ବର୍ଷ ଧରି ଖଣ୍ଡବିଖଣ୍ଡିତ ହୋଇ ରହିବା ପରେ ଶେଷରେ ଭାଷା ଭିତ୍ତିରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଗଠିତ ହେଲା। କିନ୍ତୁ ଏହାର ରାଜନୈତିକ ପ୍ରଭାବ କ'ଣ ଥିଲା? ରିପୋର୍ଟଗୁଡ଼ିକ ସ୍ପଷ୍ଟ କରୁଛି ଯେ ଏହା କେବଳ ଭୌଗୋଳିକ ସୀମା ନଥିଲା, ବରଂ ଏହା ଓଡ଼ିଆ ଲୋକଙ୍କୁ ଏକ ୟୁନିକ୍ ପଲିଟିକାଲ ଆଣ୍ଡ କଲଚରାଲ ଆଇଡେଣ୍ଟିଟି ପ୍ରଦାନ କରିଥିଲା। ଆପଣ ଏକଦମ ସଠିକ୍ ପଏଣ୍ଟ ଧରିଛନ୍ତି। ଏହି ୟୁନିକ୍ ପଲିଟିକାଲ ଆଇଡେଣ୍ଟିଟିର ପ୍ରମାଣ ଆମକୁ ଠିକ୍ ବର୍ଷକ ପରେ ମିଳିଗଲା, ମାନେ 1937 ମସିହାରେ, ଯେତେବେଳେ ନୂତନ ପ୍ରଦେଶରେ ଜେନେରାଲ ଇଲେକ୍ସନ୍ସ ଅନୁଷ୍ଠିତ ହେଲା। ଆଚ୍ଛା, ଏହା ଥିଲା ସେହି ସମୟର ଗଣତାନ୍ତ୍ରିକ ପ୍ରକ୍ରିୟାର ପ୍ରଥମ ପଦକ୍ଷେପ। ହଁ, ଆଉ ଏହି ନିର୍ବାଚନର ଫଳାଫଳ ବହୁତ କିଛି ସୂଚାଉଥିଲା। ଦସ୍ତାବେଜରୁ ଜଣାପଡ଼େ ଯେ କଂଗ୍ରେସ ଦଳ 60ଟି ଆସନରୁ 36ଟି ଆସନ ଜିତି ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଏହାପରେ ଫର୍ଷ୍ଟ ମିନିଷ୍ଟ୍ରି ଗଠନ କରାଗଲା। ଆଉ ସେହି ସମୟରେ ମୁଖ୍ୟମନ୍ତ୍ରୀ ପଦକୁ ତ ପ୍ରେମିୟର କୁହାଯାଉଥିଲା। ବିଲକୁଲ। ଆଉ ବିଶ୍ୱନାଥ ଦାସ ଓଡ଼ିଶାର ପ୍ରେମିୟର ଭାବରେ ଦାୟିତ୍ୱ ନେଇଥିଲେ। ତାଙ୍କ ସହିତ ନିତ୍ୟାନନ୍ଦ କାନୁନଗୋ ଏବଂ ବୁଧରାମ ଦୁବେଙ୍କ ଭଳି ନେତାମାନେ ମନ୍ତ୍ରିମଣ୍ଡଳରେ ସାମିଲ ଥିଲେ। ଏହି ଘଟଣାଟି କାହିଁକି ଏଟା ଗୁରୁତ୍ୱପୂର୍ଣ୍ଣ ଜାଣନ୍ତି? କାହିଁକି? କାରଣ ଏହା ଦର୍ଶାଉଥିଲା ଯେ ଆନ୍ଦୋଳନକାରୀମାନେ ଏବେ କେବଳ ରାସ୍ତାରେ ପ୍ରତିବାଦ କରୁନାହାନ୍ତି, ବରଂ ପ୍ରଶାସନିକ ଦାୟିତ୍ୱ ନେଇ ସରକାର ଚଳାଇବା ପାଇଁ ମଧ୍ୟ ପୁରା ପ୍ରସ୍ତୁତ ଅଛନ୍ତି। ମାନେ ସେମାନେ ନିଜର ରାଜନୈତିକ ଦକ୍ଷତା ପ୍ରମାଣ କରୁଥିଲେ। କିନ୍ତୁ ଉତ୍ସଗୁଡ଼ିକରୁ ମୋତେ ଗୋଟିଏ କଥା ବହୁତ କୌତୂହଳପୂର୍ଣ୍ଣ ଲାଗୁଛି। ଆମେ ଜାଣୁ ଯେ ପରିସ୍ଥିତି କେବେ ବି ସମାନ ରହେ ନାହିଁ। 1948 ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ବ୍ରିଟିଶ ସରକାର ଭାରତୀୟ ନେତାଙ୍କ ସହ କୌଣସି ପରାମର୍ଶ ନ କରି ଭାରତକୁ ଯୁଦ୍ଧରେ ସାମିଲ କରିଦେଲେ। ହଁ, ଯାହାକି ଏକ ବହୁତ ବଡ଼ ତ୍ରୁଟି ଥିଲା ବ୍ରିଟିଶ ସରକାରଙ୍କର। ମଧ୍ୟ ବିଶ୍ୱନାଥ ଦାସଙ୍କ ସରକାର ଭାଙ୍ଗିଗଲା। କିନ୍ତୁ ତଥ୍ୟ କହୁଛି ଯେ ଏହାପରେ ଏକ ଆଶ୍ଚର୍ଯ୍ୟଜନକ ପଲିଟିକାଲ ଶିଫ୍ଟ ଦେଖିବାକୁ ମିଳିଥିଲା। ଠିକ୍ କଥା। 1941 ମସିହାରେ ଓଡ଼ିଶାରେ ଏକ କୋଆଲିସନ୍ ମିନିଷ୍ଟ୍ରି ବା ମିଳିତ ମନ୍ତ୍ରିମଣ୍ଡଳ ଗଠନ ହେଲା। ଏହି ନୂତନ ସରକାରର ପ୍ରେମିୟର ଥିଲେ ପାରଳା ଖେମୁଣ୍ଡିର ମହାରାଜା ଏବଂ ତାଙ୍କ ସହିତ ପଣ୍ଡିତ ଗୋଦାବରୀଶ ମିଶ୍ର ଏବଂ ମୌଲବୀ ଅବ୍ଦୁସ୍ ସୁବହାନ ଖାନ ମୁଖ୍ୟମନ୍ତ୍ରୀ ଭାବରେ ଯୋଗ ଦେଇଥିଲେ। ଗୋଟିଏ ପଟେ କଂଗ୍ରେସ ଆନ୍ଦୋଳନ କରୁଛି, ଆଉ ଅନ୍ୟପଟେ ମହାରାଜାଙ୍କ ନେତୃତ୍ୱରେ ସରକାର ଗଠନ ହେଉଛି। ମାନେ ଏହି ବିରୋଧାଭାସକୁ ଆମେ କିପରି ବୁଝିବା? ବୁଝିଲେ କ? ଏହାକୁ ହିଁ ପ୍ରକୃତ ରାଜନୈତିକ ବାସ୍ତବବାଦ ବା ରିଆଲ ପଲିଟିକ୍ କୁହାଯାଏ। ଯେତେବେଳେ କଂଗ୍ରେସ ଇସ୍ତଫା ଦେଲା,
ପ୍ରଦେଶର ଶାସନ ବ୍ୟବସ୍ଥାରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା ଏବଂ ଯୁଦ୍ଧ ସମୟରେ ଏଭଳି ଅସ୍ଥିରତା ରାଜ୍ୟ ପାଇଁ ବହୁତ କ୍ଷତିକାରକ ହୋଇପାରେ ବୋଲି କିଛି ନେତା ଅନୁଭବ କଲେ। ଆଚ୍ଛା, ତେଣୁ ସେମାନେ ପ୍ରଶାସନକୁ ସମ୍ଭାଳିବାକୁ ଆଗେ ଆସିଲେ। ହଁ, ତେଣୁ ଏହି କୋଲିସନ ମିନିଷ୍ଟ୍ରିକୁ ଏକ ପ୍ରାୟୋଗିକ ପଦକ୍ଷେପ ବୋଲି ଧରି ନିଆଯାଇପାରେ। ଯଦିଓ ଏହି ସରକାରର କାର୍ଯ୍ୟକାଳ ମାତ୍ର 2.5 ବର୍ଷ ଥିଲା, କିନ୍ତୁ ଏହି ସମୟର ସବୁଠାରୁ ବଡ଼ ଉପଲବ୍ଧି ଉପରେ ଯଦି ଆମେ ଦୃଷ୍ଟି ପକାଇବା, ତେବେ ଏହା ଆମକୁ ସତରେ ଆଶ୍ଚର୍ଯ୍ୟ କରିବ। ଆପଣ ଉତ୍କଳ ୟୁନିଭର୍ସିଟି ପ୍ରତିଷ୍ଠା କଥା କହୁଛନ୍ତି ବା? ବିଲକୁଲ। ନଭେମ୍ବର 27, 1943 ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଆମର ଉତ୍ସଗୁଡ଼ିକ ଏହାକୁ ସେହି ମନ୍ତ୍ରିମଣ୍ଡଳର ଏକ ସିଗ୍ନିଫିକାଣ୍ଟ ଆଣ୍ଡ ଏଣ୍ଡ୍ୟୁରିଂ ଆଚିଭମେଣ୍ଟ ଭାବରେ ବର୍ଣ୍ଣନା କରୁଛି। ଏହିଠାରେ ମୋ ମନରେ ଏକ ପ୍ରଶ୍ନ ଉଠୁଛି। ମାନେ 1943 ମସିହା, ସେତେବେଳକୁ ସାରା ଦେଶରେ କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ବା ଭାରତ ଛାଡ଼ା ଆନ୍ଦୋଳନ ଚାଲିଛି। ରାସ୍ତାଘାଟରେ ଲୋକେ ପୋଲିସ ଗୁଳିର ସାମ୍ନା କରୁଛନ୍ତି ଆଉ ବ୍ରିଟିଶ ସରକାର ଦମନମୂଳକ ନୀତି ଆପଣାଉଛନ୍ତି। ଏଭଳି ଏକ ଅଶାନ୍ତ ସମୟରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାର ନିଷ୍ପତ୍ତି କିପରି ନିଆଗଲା? କ'ଣ ଏହା ସେହି ସମୟର ପରିସ୍ଥିତି ସହ ଖାପ ଖାଉଥିଲା? ଏହା ଏକ ଅତି ସୁନ୍ଦର ପ୍ରଶ୍ନ। ବାସ୍ତବରେ ଏହା ଥିଲା ସେହି ନେତାମାନଙ୍କର ଦୂରଦୃଷ୍ଟି। ସେମାନେ ହୃଦୟଙ୍ଗମ କରିଥିଲେ ଯେ କେବଳ ବ୍ରିଟିଶମାନଙ୍କୁ ଦେଶରୁ ବିଦା କରିଦେଲେ ଆମକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ମିଳିଯିବ ନାହିଁ। ହଁ, ଏକ ନୂଆ ରାଜ୍ୟ ଗଠନ ପାଇଁ ଭିତ୍ତିଭୂମି ଦରକାର। ଏକଦମ। ଏକ ନୂତନ ରାଜ୍ୟ ଏବଂ ନୂତନ ରାଷ୍ଟ୍ର ଗଠନ ପାଇଁ ଆମକୁ ଶିକ୍ଷିତ ଯୁବଗୋଷ୍ଠୀର ଆବଶ୍ୟକତା ପଡ଼ିବା। ଉଚ୍ଚଶିକ୍ଷା ବିନା କୌଣସି ଜାତି ନିଜର ଆର୍ଥିକ କିମ୍ବା ସାମାଜିକ ବିକାଶ କରିପାରିବ ନାହିଁ। ତେଣୁ ଗୋଟିଏ ପଟେ ରାସ୍ତାରେ ସଂଗ୍ରାମ ଚାଲିଥିବା ବେଳେ ଅନ୍ୟପଟେ ବୌଦ୍ଧିକ ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଏହି କଥାର ପ୍ରମାଣ ଥିଲା ଯେ ଓଡ଼ିଶାର ନେତାମାନେ ଅତ୍ୟନ୍ତ ପରିପକ୍ୱ ଭାବରେ ଭବିଷ୍ୟତର ଯୋଜନା କରୁଥିଲେ। ବୁଝିପାରୁଛି, ଏହା ସତରେ ଏକ ଗଭୀର ଚିନ୍ତାଧାରା ଥିଲା। କିନ୍ତୁ ଆସନ୍ତୁ ଏବେ ସେହି ସଭାଗୃହ ଏବଂ ପ୍ରଶାସନିକ ନିଷ୍ପତ୍ତିଗୁଡ଼ିକରୁ ବାହାରି ସାଧାରଣ ଲୋକଙ୍କର ଆନ୍ଦୋଳନ ଉପରେ ନଜର ପକାଇବା। ଏହିଠାରୁ ଦସ୍ତାବେଜଗୁଡ଼ିକ ଆମକୁ ଏକ ସମ୍ପୂର୍ଣ୍ଣ ଭିନ୍ନ ଦିଗକୁ ନେଇଯାଉଛି, ଯାହାକୁ ଆମେ ମାସ୍ ଅପ୍ରାଇଜିଂସ୍ କହୁଛୁ। ହଁ, ଏହି ଦିଗଟି ବହୁତ ଭାବେଗପୂର୍ଣ୍ଣ ଏବଂ ଗୁରୁତ୍ୱପୂର୍ଣ୍ଣ। 8 ଅଗଷ୍ଟ 1942ରେ ମହାତ୍ମା ଗାନ୍ଧୀଙ୍କର ଡୁ ଅର୍ ଡାଏ ବା କର ବା ମର ମନ୍ତ୍ର ସହିତ କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ଆରମ୍ଭ ହେଲା। ଏହି ତଥ୍ୟଗୁଡ଼ିକ ପଢ଼ିଲା ବେଳେ ଗୋଟେ କଥା ସ୍ପଷ୍ଟ ହୋଇଯାଏ ଯେ ଓଡ଼ିଶାରେ ଏହାର ପ୍ରଭାବ କେବଳ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ସୀମିତ ନଥିଲା। ଆଦୌ ନୁହେଁ। ବିଶେଷ କରି କୋରାପୁଟ ଭଳି ଦୁର୍ଗମ ଏବଂ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଏହି ଆନ୍ଦୋଳନ ବହୁତ ତୀବ୍ର ଥିଲା। ଆମ ସୋର୍ସଗୁଡ଼ିକରେ ବାରମ୍ବାର ଭାୟୋଲେଣ୍ଟ କ୍ଲାଶେସ୍ ବା ହିଂସାତ୍ମକ ସଂଘର୍ଷର ଉଲ୍ଲେଖ ଅଛି। ଲୋକମାନେ ସିଧାସଳଖ ସରକାରୀ କାର୍ଯ୍ୟାଳୟ ଏବଂ ପୁଲିସ ଷ୍ଟେସନଗୁଡ଼ିକୁ ଟାର୍ଗେଟ୍ କରୁଥିଲେ। ଏହାର ପ୍ରକୃତ କାରଣ କ'ଣ ଥିଲା? ଦେଖନ୍ତୁ, କୋରାପୁଟର ପରିସ୍ଥିତି ଟିକେ ଭିନ୍ନ ଥିଲା। ସେଠାକାର ଆଦିବାସୀ ସମ୍ପ୍ରଦାୟ ଦୀର୍ଘ ଦିନ ଧରି ଜଙ୍ଗଲ ଆଇନ ଏବଂ ବ୍ରିଟିଶ ଅଧିକାରୀଙ୍କ ଅତ୍ୟାଚାରର ଶିକାର ହେଉଥିଲେ। ସେମାନଙ୍କର ଅଧିକାର ଛଡ଼ାଇ ନିଆଯାଇଥିଲା। ଆଉ ତାଙ୍କ ଭିତରେ ଗୋଟେ ଅସନ୍ତୋଷ କୁହୁଳ ଥିଲା। ଠିକ୍ କଥା। ଯେତେବେଳେ କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟର ବାର୍ତ୍ତା ସେଠାରେ ପହଞ୍ଚିଲା, ସେମାନଙ୍କର ଦୀର୍ଘ ଦିନର କ୍ରୋଧ ଏକାଥରକେ ବିସ୍ଫୋରଣ ହେଲା। ଏବଂ ଏହି ସମୟର ସବୁଠାରୁ ଦୁଃଖଦ ଏବଂ ହୃଦୟସ୍ପର୍ଶୀ ଘଟଣା ହେଉଛି ଆଦିବାସୀ ନେତା ଲକ୍ଷ୍ମଣ ନାୟକଙ୍କର ମାଟିଡମ୍ ବା ବଳିଦାନ। ହଁ, ଲକ୍ଷ୍ମଣ ନାୟକଙ୍କ କାହାଣୀ ପ୍ରକୃତରେ ପ୍ରେରଣାଦାୟକ। ସେ ଗାନ୍ଧିଜୀଙ୍କର ଅହିଂସା ନୀତିରେ ବିଶ୍ୱାସ କରୁଥିଲେ ଏବଂ ଲୋକଙ୍କୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପାଇଁ ଏକାଠି କରୁଥିଲେ। କିନ୍ତୁ ବ୍ରିଟିଶ ପ୍ରଶାସନ ତାଙ୍କ ଲୋକପ୍ରିୟତାକୁ ନେଇ ବହୁତ ଭୟଭୀତ ଥିଲା। ତେଣୁ ମାଥିଲି ଥାନା ଘେରାଉ ସମୟରେ ରାମାୟା ନାମକ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁକୁ ଆଳ କରି ସରକାର ଲକ୍ଷ୍ମଣ ନାୟକଙ୍କୁ ମିଥ୍ୟାରେ ଫସାଇ ଦେଇଥିଲେ। ହଁ, ମୁଁ ଦସ୍ତାବେଜରେ ଏହି ଅଂଶଟି ପଢ଼ୁଥିଲି। ଏହା ପ୍ରକୃତରେ ନ୍ୟାୟ ବ୍ୟବସ୍ଥାର ଏକ କଳଙ୍କିତ ଦିଗକୁ ଦର୍ଶାଉଛି। କୌଣସି ସଠିକ୍ ପ୍ରମାଣ ନଥାଇ ଜଣେ ନିରୀହ ବ୍ୟକ୍ତିଙ୍କୁ ହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ କରାଗଲା। ଶେଷରେ 29 ମାର୍ଚ୍ଚ 1943ରେ ବ୍ରହ୍ମପୁର ଜେଲରେ ତାଙ୍କୁ ଫାଶୀ ଦିଆଗଲା। ଏହା ଏକ ଅତ୍ୟନ୍ତ ନିର୍ମମ ପଦକ୍ଷେପ ଥିଲା। ନିଶ୍ଚିତ ଭାବରେ ଲକ୍ଷ୍ମଣ ନାୟକ ସେହି ସମୟରେ କେବଳ ଜଣେ ନେତା ନଥିଲେ, ସେ ଥିଲେ ଆଦିବାସୀ ସମାଜର ଆଶାର କିରଣ। ତାଙ୍କୁ ଫାଶୀ ଦେବା ମାଧ୍ୟମରେ ବ୍ରିଟିଶ ସରକାର ବୋଧହୁଏ ଏକ ଭୟର ବାତାବରଣ ସୃଷ୍ଟି କରିବାକୁ ଚାହୁଁଥିଲେ। କିନ୍ତୁ ଫଳାଫଳ ସମ୍ପୂର୍ଣ୍ଣ ଓଲଟା ହେଲା। ବିଲକୁଲ ଓଲଟା ହେଲା। ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ସେଲିବ୍ରେଟେଡ୍ ମାର୍ଟର ପାଲଟିଗଲେ, ଯାହାଙ୍କର ବଳିଦାନ ଅନ୍ୟମାନଙ୍କୁ ଆହୁରି ସାହସୀ କରିଦେଲା। ଆଉ ଯଦି ଆମେ ଏହି ଆନ୍ଦୋଳନର ଅନ୍ୟ ଏକ ଦିଗ ଦେଖିବା,
ତେବେ ଜାଣିବାକୁ ପାଇବା ଯେ ଏହି ବିପ୍ଳବ କେବଳ ଗ୍ରାମାଞ୍ଚଳ ବା ଜଙ୍ଗଲ ମଧ୍ୟରେ ସୀମିତ ନଥିଲା। ସହରାଞ୍ଚଳରେ ମଧ୍ୟ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳିଥିଲା ନା? ହଁ, ବିଶେଷ କରି ଛାତ୍ର ସମାଜ ମଧ୍ୟରେ 1942 ଅଗଷ୍ଟରେ ଯେତେବେଳେ କଂଗ୍ରେସର ସମସ୍ତ ବରିଷ୍ଠ ନେତାଙ୍କୁ ଗିରଫ କରି ଜେଲରେ ଭର୍ତ୍ତି କରାଗଲା, ସେତେବେଳେ ଏକ ପ୍ରଶ୍ନ ଉଠିଥିଲା ଯେ ଆନ୍ଦୋଳନକୁ ଆଗକୁ କିଏ ନେବ? ଦସ୍ତାବେଜଗୁଡ଼ିକ ଏହି ପ୍ରଶ୍ନର ଏକ ରୋମାଞ୍ଚକର ଉତ୍ତର ଦେଉଛି। ଷ୍ଟୁଡେଣ୍ଟ ଅପରାଇଜିଂସ୍ କଥା ଉଲ୍ଲେଖ ଅଛି ସେଥିରେ। ଏକଦମ 15 ଅଗଷ୍ଟ 1942ରେ କଟକର ରେଭେନ୍ସ କଲେଜର ପ୍ରାୟ 200 ଛାତ୍ର ଏକାଠି ହୋଇ ଏହି ଷ୍ଟୁଡେଣ୍ଟ ଅପରାଇଜିଂସର ନେତୃତ୍ୱ ନେଇଥିଲେ। ସେମାନେ କଲେଜ ଛାଡ଼ି ସରକାରୀ ଅଫିସ ଆଡ଼କୁ ପଦଯାତ୍ରା କରିଥିଲେ, ଯାହାକି ସେହି ସମୟ ପାଇଁ ଏକ ବହୁତ ବଡ଼ ପଦକ୍ଷେପ ଥିଲା। ଏହା ପ୍ରମାଣିତ କରେ ଯେ ଯୁବଗୋଷ୍ଠୀ କିପରି ନିଜ ଭିତରୁ ସ୍ୱତଃସ୍ଫୂର୍ତ୍ତ ଭାବରେ ନେତୃତ୍ୱ ସୃଷ୍ଟି କରିପାରନ୍ତି। କିନ୍ତୁ ଏହି ଆଲୋଚନାରେ ଯଦି ଆମେ ବାଲେଶ୍ୱର ଜିଲ୍ଲାର ଇରମ ଗ୍ରାମ ବିଷୟରେ ଆଲୋଚନା ନ କରିବା, ତେବେ ତାହା ଇତିହାସ ପ୍ରତି ବଡ଼ ଅନ୍ୟାୟ ହେବ ବୋଲି ମୁଁ ଭାବୁଛି। ହଁ, ଇରମର ଘଟଣାକୁ ଭୁଲି ହେବ ନାହିଁ। ଆମର ଦସ୍ତାବେଜଗୁଡ଼ିକ ଇରମର ଗୁଳିକାଣ୍ଡ, ଯାହାକୁ ମାସାକର ଅଫ୍ ଇରମ କୁହାଯାଏ, ତାହାର ଏକ ଭୟାବହ ଚିତ୍ର ପ୍ରଦାନ କରୁଛି। 28 ସେପ୍ଟେମ୍ବର 1942 ମସିହାର ସେହି ଦିନଟିକୁ ଆଜି ମଧ୍ୟ ରକ୍ତତୀର୍ଥ କିମ୍ବା ରକ୍ତତୀର୍ଥ ନାମରେ ସ୍ମରଣ କରାଯାଏ। ବାସୁଦେବପୁର ନିକଟସ୍ଥ ଇରମର ମେଳନ ପଡ଼ିଆରେ ଯାହା ଘଟିଲା, ତାହା ଭାବିଲେ ଆଜି ବି ମନରେ ଶିହରଣ ସୃଷ୍ଟି ହୁଏ। କିନ୍ତୁ ପ୍ରକୃତରେ ସେଦିନ ପରିସ୍ଥିତି ଏତେ ଉଗ୍ର ରୂପ ନେଲା କିପରି? ଦେଖନ୍ତୁ, ସେଦିନ ଇରମର ମେଳନ ପଡ଼ିଆରେ ହଜାର ହଜାର ସାଧାରଣ ଲୋକ ଏକାଠି ହୋଇଥିଲେ। ସେମାନଙ୍କର ଉଦ୍ଦେଶ୍ୟ ଥିଲା ବ୍ରିଟିଶ ସରକାରଙ୍କ ଶୋଷଣ ବିରୋଧରେ ପ୍ରତିବାଦ କରିବା ଏବଂ ବିଶେଷ କରି ଚୌକିଦାରୀ ଟିକସ ନ ଦେବା ପାଇଁ ସାମୂହିକ ସଂକଳ୍ପ ନେବା। ସେମାନେ ନିରସ୍ତ୍ର ଥିଲେ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ସଭା କରୁଥିଲେ। ମାନେ କୌଣସି ପ୍ରକାର ହିଂସାର ଯୋଜନା ନଥିଲା ସେମାନଙ୍କର। ନୁହେଁ। କିନ୍ତୁ ସ୍ଥାନୀୟ ପୁଲିସ ଅଧିକାରୀମାନେ ଏତେ ବଡ଼ ଜନସମାଗମ ଦେଖି ପୂରା ଭୟଭୀତ ହୋଇପଡ଼ିଲେ। ଯେତେବେଳେ ପୁଲିସ ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କଲା ଏବଂ ଜନତା ପ୍ରତିରୋଧ କଲେ, ସେତେବେଳେ ଚିଫ୍ ଅଫ୍ ପୋଲିସ କୌଣସି ପୂର୍ବ ସୂଚନା ନ ଦେଇ ସିଧା ଓପନ୍ ଫାୟାରିଂ ବା ଗୁଳିଚାଳନା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ସେହି ପଡ଼ିଆରୁ ଖସି ପଳାଇବାର ବାଟ ବି ବୋଧୁରେ ନଥିଲା। ହଁ, ତାହା ତିନିପଟୁ ଆବଦ୍ଧ ଥିଲା। ଲୋକେ ଖସି ପଳାଇବାର କୌଣସି ସୁଯୋଗ ପାଇନଥିଲେ। ଏହି ନିଷ୍ଠୁର ପୁଲିସ କାର୍ଯ୍ୟାନୁଷ୍ଠାନରେ 29 ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ସେହି ସମୟର ଏକକ ପୁଲିସ ଆକ୍ରମଣ ଭାବରେ ଏହା ଥିଲା ସର୍ବାଧିକ ମୃତାହତ ହୋଇଥିବା ଘଟଣା। ସେଥିପାଇଁ ଅନେକେ ଏହାକୁ ଓଡ଼ିଶାର ଜାଲିଆନାୱାଲା ବାଗ ବୋଲି ମଧ୍ୟ କହିଥାନ୍ତି। ସତରେ ଏହି ଘଟଣାଗୁଡ଼ିକ ପଢ଼ିଲେ ଅନୁଭବ ହୁଏ ଯେ ସ୍ୱାଧୀନତା କେବଳ କିଛି ଚୁକ୍ତିନାମାର ଫଳ ନଥିଲା। ଏହା ଲୋକଙ୍କ ରକ୍ତ ଏବଂ ଲୁହାର ମୂଲ୍ୟ ଥିଲା। ଲକ୍ଷ୍ମଣ ନାୟକଙ୍କ ବଳିଦାନ ହେଉ କିମ୍ବା ଇରମର ସାଧାରଣ ଜନତାଙ୍କ ଜୀବନଦାନ, ସମସ୍ତେ ଗୋଟିଏ ଲକ୍ଷ୍ୟ ପାଇଁ ନିଜକୁ ଉତ୍ସର୍ଗ କରିଥିଲେ। ନିଶ୍ଚିତ ଭାବରେ ଏହା ଏକ ବିରାଟ ଜାତୀୟ ବଳିଦାନ ଥିଲା। ଆମର ସମାଜ ସେହି ସମୟରେ ଅତ୍ୟନ୍ତ ରକ୍ଷଣଶୀଳ ଥିଲା। ମହିଳାମାନେ ଘରର ଚାରିକାନ୍ଥ ବା ଅନ୍ଦରମହଲରୁ ପଦାକୁ ବାହାରିବା ଏକ ବିରାଟ ବଡ଼ କଥା ଥିଲା। ଏହା ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଥିଲା ବୋଲି ଆମେ କହିପାରିବା। କିନ୍ତୁ ଆମର ଦସ୍ତାବିଜଗୁଡ଼ିକ ପ୍ରମାଣିତ କରେ ଯେ ସେମାନଙ୍କର ଭୂମିକା ଆନ୍ଦୋଳନ ପାଇଁ ସମ୍ପୂର୍ଣ୍ଣ ରୂପେ ଇଣ୍ଡିସ୍ପେନ୍ସେବଲ୍ ଥିଲା। କେବଳ ପୁରୁଷ ନୁହନ୍ତି, ମହିଳାମାନେ ମଧ୍ୟ ଆଗଧାଡ଼ିର ନେତୃତ୍ୱ ନେଉଥିଲେ। ବିଲକୁଲ ସତ କଥା। ଆଉ ମହିଳାମାନଙ୍କର ଏହି ଜାଗରଣ ହଠାତ୍ ଗୋଟିଏ ଦିନରେ ହୋଇନଥିଲା। ଏହାର ମୂଳଦୁଆ ବହୁତ ପୂର୍ବରୁ, ଅର୍ଥାତ୍ 1921 ମସିହାରେ ପଡ଼ିଥିଲା। ଯେତେବେଳେ ମହାତ୍ମା ଗାନ୍ଧୀ ପ୍ରଥମ ଥର କଟକ ଆସିଥିଲେ, ତାଙ୍କ ସଭାରେ ଯୋଗଦେବା ପାଇଁ ଅନେକ ମହିଳା ଆଗେଇ ଆସିଥିଲେ। ଆଉ ସେମାନଙ୍କ ମଧ୍ୟରେ ଅନେକ ପ୍ରମୁଖ ନେତ୍ରୀ ମଧ୍ୟ ଥିଲେ। ହଁ, ସେମାନଙ୍କ ମଧ୍ୟରେ ରମାଦେବୀ, ସରଳା ଦେବୀ, ସରୋଜିନୀ ଦେବୀ ଏବଂ ମାଳତୀ ଦେବୀଙ୍କ ପରି ପ୍ରମୁଖ ନେତ୍ରୀମାନେ ଥିଲେ। ଏହି ନେତ୍ରୀମାନେ ପରବର୍ତ୍ତୀ ସମୟରେ ବିଭିନ୍ନ ଆନ୍ଦୋଳନର ମଙ୍ଗ ଧରିଥିଲେ। ଉଦାହରଣ ସ୍ୱରୂପ 1930 ମସିହାରେ ଇଞ୍ଚୁଡ଼ିଠାରେ ହୋଇଥିବା ଲବଣ ସତ୍ୟାଗ୍ରହ ବା ସିଭିଲ୍ ଡିସୋବିଡିଏନ୍ସ ଆନ୍ଦୋଳନ ସମୟରେ ରମାଦେବୀ, ମାଳତୀ ଦେବୀ ଓ କୃଷ୍ଣବାଳା ସେନ ସିଧାସଳଖ ରାସ୍ତାକୁ ଓହ୍ଲାଇଥିଲେ। କେବଳ ଭାଗ ନେଇନଥିଲେ, ସେମାନେ ଆନ୍ଦୋଳନକୁ ପରିଚାଳନା ମଧ୍ୟ କରୁଥିଲେ। ଏକଦମ। ସେମାନେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇଥିଲେ ଏବଂ ସଂଗଠିତ କରିଥିଲେ। ଏହିଠାରେ ମୁଁ ଏକ ବିଶେଷ ପ୍ରସଙ୍ଗ ଉଠାଇବାକୁ ଚାହୁଁଛି, ଯାହା ଦସ୍ତାବେଜରେ ଉଲ୍ଲେଖ ଅଛି। ଏକ ଆର୍ଥିକ ଦିଗ ବା ଫାଇନାନ୍ସିଆଲ ସପୋର୍ଟର କଥା, ଯାହା ମୋତେ ସବୁଠାରୁ ଅଧିକ ଆକର୍ଷିତ କରିଛି।
ଆମେ ଜାଣୁ ଯେ ଭାରତୀୟ ସମାଜରେ ମହିଳାଙ୍କ ପାଇଁ ସେମାନଙ୍କର ସୁନା ଗହଣା କେତେ ପ୍ରିୟ ଏବଂ ଗୁରୁତ୍ୱପୂର୍ଣ୍ଣ। ଏହା ସେମାନଙ୍କର ବ୍ୟକ୍ତିଗତ ସୁରକ୍ଷା ବା ସ୍ତ୍ରୀ ଧନ ଭାବରେ ପରିଗଣିତ ହୁଏ। ହଁ, ତାହା ସେମାନଙ୍କର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି। କିନ୍ତୁ ଆନ୍ଦୋଳନକୁ ଆଗେଇ ନେବା ପାଇଁ ଅର୍ଥର ଆବଶ୍ୟକତା ପଡ଼ିବାରୁ ଓଡ଼ିଆ ମହିଳାମାନେ ତିଲକ ସ୍ୱରାଜ ପାଣ୍ଠି ବା ତିଲକ ସ୍ୱରାଜ ଫଣ୍ଡକୁ ନିଜର ବ୍ୟକ୍ତିଗତ ଅଳଙ୍କାର ଦାନ କରିଦେଇଥିଲେ। ଆପଣ ଭାବନ୍ତୁ, ଦେଶ ପାଇଁ ନିଜର ସୁନା ଗହଣା ଦେଇଥିଲେ। ଏହି ପାଣ୍ଠିକୁ ଓଡ଼ିଶାରୁ ଯେତିକି ଅର୍ଥ ଯାଇଥିଲା, ସେଥିରେ ମହିଳାମାନଙ୍କର ଅବଦାନ ସର୍ବାଧିକ ଥିଲା। ଏହା କୌଣସି ସାଧାରଣ ତ୍ୟାଗ ନୁହେଁ। ସତରେ ଏହା ସେମାନଙ୍କର ଦେଶଭକ୍ତିର ଏକ ଅଦ୍ୱିତୀୟ ଉଦାହରଣ। ଆର୍ଥିକ ସହାୟତା ସହିତ ସେମାନେ ପ୍ରତିରୋଧକୁ ସଂସ୍ଥାଗତ ବା ଇନଷ୍ଟିଟ୍ୟୁସନାଲାଇଜିଂ ମଧ୍ୟ କରିଥିଲେ। ମାନେ ଆନ୍ଦୋଳନକୁ ଏକ ସଂଗଠିତ ରୂପ ଦେଇଥିଲେ। ହଁ, କାରଣ ସେମାନେ ଜାଣିଥିଲେ ଯେ ବିକ୍ଷିପ୍ତ ଭାବରେ କାମ କଲେ ସଫଳତା ମିଳିବ ନାହିଁ। ତେଣୁ 1934 ମସିହାରେ ବାଲେଶ୍ୱରଠାରେ ଏକ ବଡ଼ ମହିଳା ସମ୍ମିଳନୀ ଆୟୋଜନ କରାଯାଇଥିଲା, ଯେଉଁଥିରେ କୁନ୍ତଳା କୁମାରୀ ସାବତ, ରମା ଦେବୀ ଏବଂ ସରଳା ଦେବୀ ଯୋଗଦେଇ ଭବିଷ୍ୟତର ରୂପରେଖା ପ୍ରସ୍ତୁତ କରିଥିଲେ। ଆଉ ସମ୍ବଲପୁରରେ ମଧ୍ୟ ସେମାନେ ଏକ କମିଟି ଗଠନ କରିଥିଲେ ନା? ବିଲକୁଲ। ସମ୍ବଲପୁରରେ ମହିଳାମାନଙ୍କ ଦ୍ୱାରା ଏକ ସକ୍ରିୟ ସତ୍ୟାଗ୍ରହ କମିଟି ଗଠନ କରାଯାଇଥିଲା ଏବଂ ଯେତେବେଳେ ଆନ୍ଦୋଳନ ହିଂସାତ୍ମକ ରୂପ ନେଲା, ସେତେବେଳେ ମଧ୍ୟ ସେମାନେ ପଛକୁ ଘୁଞ୍ଚି ନଥିଲେ। ଆମେ କାଇପଦା ଫାୟାରିଂ ବା କାଇପଦା ଫାୟାରିଂର ଉଦାହରଣ ନେଇପାରିବା। ସେଠାରେ ମହିଳାମାନେ ପୁଲିସର ବନ୍ଧୁକ ସାମ୍ନାରେ ଠିଆ ହୋଇ ବ୍ରିଟିଶ ଆକ୍ରମଣର ସାମ୍ନା କରିବାର ଯେଉଁ ଅଦମ୍ୟ ସାହସ ପ୍ରଦର୍ଶନ କରିଥିଲେ, ତାହା ଅବିଶ୍ୱସନୀୟ ଅଟେ। ଖାଲି ସେତିକି ନୁହେଁ, ଆମର ଦସ୍ତାବେଜଗୁଡ଼ିକ ପ୍ରମାଣ କରୁଛି ଯେ ଏହି ମହିଳାମାନେ କେବଳ ରାଜନୈତିକ ସ୍ତରରେ ନୁହେଁ, ସାଂସ୍କୃତିକ ସ୍ତରରେ ମଧ୍ୟ ଏକ ବିରାଟ ପରିବର୍ତ୍ତନ ଆଣିଥିଲେ। ସାହିତ୍ୟ ଏବଂ କଳା ମାଧ୍ୟମରେ ନା? ହଁ, ସମାଜରେ ଏକ ନ୍ୟାସନାଲ ଅୱେକନିଂ ବା ଜାତୀୟ ଜାଗରଣ ସୃଷ୍ଟି କରିବା ପାଇଁ ସେମାନେ ସାହିତ୍ୟକୁ ହତିଆର କରିଥିଲେ। ସେହି ସମୟରେ ଲୋକଙ୍କ ମଧ୍ୟରେ ସାକ୍ଷରତା ହାର କମ୍ ଥିବାରୁ କବିତା ଏବଂ ନାଟକ ମାଧ୍ୟମରେ ବାର୍ତ୍ତା ପହଞ୍ଚାଇବା ସବୁଠାରୁ ପ୍ରଭାବଶାଳୀ ଥିଲା। ସରଳା ଦେବୀଙ୍କର ବିପ୍ଳବାତ୍ମକ କବିତାଗୁଡ଼ିକ ଯୁବକମାନଙ୍କ ମନରେ ନିଆଁ ଜାଳି ଦେଉଥିଲା। ଆଉ ସୀତାଦେବୀ ଖାଡଙ୍ଗାଙ୍କ ନାଟକ କଥା ମଧ୍ୟ ଆମେ ଭୁଲିପାରିବା ନାହିଁ। ଏକଦମ। ତାଙ୍କ ରଚିତ ନାଟକ ମନ୍ଦିର ପ୍ରବେଶ ବା ମନ୍ଦିରା ପ୍ରବେଶାର ପ୍ରଭାବ ଥିଲା ସୁଦୂର ପ୍ରସାରୀ। ଏହି ନାଟକଟି ସିଧାସଳଖ ଗାନ୍ଧିଜୀଙ୍କ ହରିଜନ ଆନ୍ଦୋଳନ ଉପରେ ଆଧାରିତ ଥିଲା। ଏହା ସ୍ପଷ୍ଟ କରେ ଯେ ଏହି ନେତ୍ରୀମାନଙ୍କର ଲକ୍ଷ୍ୟ କେବଳ ରାଜନୈତିକ ସ୍ୱାଧୀନତା ନଥିଲା, ବରଂ ସମାଜରେ ଚାଲିଆସୁଥିବା ଅସ୍ପୃଶ୍ୟତା ଭଳି କୁପ୍ରଥାକୁ ଦୂର କରି ଏକ ସମାନତା ଭିତ୍ତିକ ସମାଜ ଗଠନ କରିବା ମଧ୍ୟ ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା। ପ୍ରକୃତରେ ସେମାନଙ୍କର ଦୃଷ୍ଟିକୋଣ ବହୁତ ବ୍ୟାପକ ଥିଲା ଏବଂ ଏହିସବୁ ପ୍ରସଙ୍ଗରେ ରମାଦେବୀଙ୍କ ଭୂମିକାକୁ କେବେ ବି ଅଣଦେଖା କରାଯାଇ ନପାରେ। ତାଙ୍କର ଯୋଗଦାନର ଏଣ୍ଡ୍ୟୁରିଂ ଇମ୍ପାକ୍ଟ ଅର୍ଥାତ୍ ଦୀର୍ଘସ୍ଥାୟୀ ପ୍ରଭାବ ଆଜି ମଧ୍ୟ ଆମେ ଅନୁଭବ କରିପାରୁଛୁ। ସ୍ୱାଧୀନତା ପରେ ସେ କିପରି ସମାଜ ସେବାରେ ଲାଗି ରହିଲେ, ତାହା ଉତ୍ସଗୁଡ଼ିକରେ ବହୁତ ସୁନ୍ଦର ଭାବରେ ଦିଆଯାଇଛି। ହଁ, ସ୍ୱାଧୀନତା ମିଳିବା ପରେ ଅନେକ ନେତା କ୍ଷମତା ଆଡ଼କୁ ଦୌଡ଼ିଥିବା ବେଳେ ରମାଦେବୀ ସମାଜ ସେବାକୁ ହିଁ ନିଜର ଜୀବନର ଲକ୍ଷ୍ୟ କରି ନେଇଥିଲେ। ବରିଠାରେ ସେ ଯେଉଁ ଆଶ୍ରମ ସ୍ଥାପନ କରିଥିଲେ, ତାହାର ନାମ ସ୍ୱୟଂ ଗାନ୍ଧିଜୀ ସେବାଘାର ବା ସେବାଗର ରଖିଥିଲେ। ଗ୍ରାମାଞ୍ଚଳର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସେ ସେଠାରେ କାର୍ଯ୍ୟ କରୁଥିଲେ। ଆଉ ଜାତୀୟ ସ୍ତରରେ ମଧ୍ୟ ସେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ। ବିଲକୁଲ। ପରବର୍ତ୍ତୀ ସମୟରେ କସ୍ତୁରବା ନ୍ୟାସନାଲ ମେମୋରିଆଲ ଟ୍ରଷ୍ଟ ବା କସ୍ତୁରବା ନ୍ୟାସନାଲ ମେମୋରିଆଲ ଟ୍ରଷ୍ଟରେ ସେ ସମଗ୍ର ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ। ତାଙ୍କର ଏହି ନିଃସ୍ୱାର୍ଥପର ସେବା ପାଇଁ 1981 ମସିହାରେ ତାଙ୍କୁ ସମ୍ମାନଜନକ ଯମୁନାଲାଲ ବଜାଜ ପୁରସ୍କାର ଅର୍ଥାତ୍ ଯମୁନାଲାଲ ବଜାଜ ଆୱାର୍ଡ ପ୍ରଦାନ କରାଯାଇଥିଲା। ଆଜି ଆମେ ଭୁବନେଶ୍ୱରରେ ଯେଉଁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ବା ରମାଦେବୀ ୱୁମେନ୍ସ ୟୁନିଭର୍ସିଟି ଦେଖୁଛନ୍ତି, ତାହା ତାଙ୍କରି ସ୍ମୃତିରେ ହିଁ ନାମିତ ହୋଇଛି, ଯାହା ଆଗାମୀ ପିଢ଼ିର ମହିଳାମାନଙ୍କୁ ସର୍ବଦା ପ୍ରେରଣା ଯୋଗାଉଥିବ। ଏହି ସବୁ ବିଶ୍ଳେଷଣରୁ ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ ଯେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ କୌଣସି ଏକକ ପ୍ରୟାସ ନଥିଲା। ଯଦି ଆମେ ଆଜିର ଏହି ଆଲୋଚନାର ଏକ ସାରାଂଶ କାଢ଼ିବା, ତେବେ ଦେଖିବା ଯେ 1936 ମସିହାରେ ସ୍ୱତନ୍ତ୍ର ପ୍ରଦେଶ ଗଠନରୁ ଏକ ରାଜନୈତିକ ବିବର୍ତ୍ତନ ବା ପଲିଟିକାଲ ଇଭଲ୍ୟୁସନ ଆରମ୍ଭ ହୋଇଥିଲା। ଏବଂ ତାହାପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ସମୟରେ ଲୋକମାନେ ନିଜର ଭୟ ତ୍ୟାଗ କରି ରାସ୍ତାକୁ ଆସିଥିଲେ। କୋରାପୁଟର ଲକ୍ଷ୍ମଣ ନାୟକଙ୍କ ବଳିଦାନଠାରୁ ଆରମ୍ଭ କରି ଇରମ୍ ଗ୍ରାମର ନିରୀହ ଜନତାଙ୍କ ରକ୍ତଦାନ, ଏ ସବୁକିଛି ଏକ ବିରାଟ ମ୍ୟାସ୍ ଅପରାଇଜିଂର ଅଂଶ ଥିଲା। ଏବଂ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି,
ମହିଳାମାନେ ସାମାଜିକ ଶୃଙ୍ଖଳା ଭାଙ୍ଗି ଆଗେଇ ଆସିଥିବାରୁ ଏହା ଏକ ପ୍ରକୃତ ସର୍ବସାଧାରଣ ବା ଇନକ୍ଲୁସିଭ୍ ଷ୍ଟ୍ରଗୁଲରେ ପରିଣତ ହୋଇପାରିଥିଲା। ଏହି ଘଟଣାଗୁଡ଼ିକ ଓଡ଼ିଶାର ସାମାଜିକ ଏବଂ ରାଜନୈତିକ ରୂପରେଖାକୁ ସବୁଦିନ ପାଇଁ ବଦଳାଇ ଦେଇଥିଲା। ଏହି ଦସ୍ତାବେଜଗୁଡ଼ିକୁ ଅନୁଧ୍ୟାନ କଲାପରେ ଆମ ସାମ୍ନାରେ ଏକ ବୃହତ୍ତର ଚିତ୍ର ଉଭା ହେଉଛି। ଆଲୋଚନା ଶେଷ କରିବା ପୂର୍ବରୁ ଆମର ଏହି ଅତୀତ ସହ ଜଡ଼ିତ ଏକ ଗଭୀର ଓ ପ୍ରାସଙ୍ଗିକ ପ୍ରଶ୍ନ ବିଷୟରେ ଆମ ସମସ୍ତଙ୍କୁ ଟିକେ ଚିନ୍ତା କରିବା ଆବଶ୍ୟକ। ଆମେ ସାଧାରଣତଃ ଭାବୁ ଯେ ବଡ଼ ବଡ଼ ବିପ୍ଳବ କେବଳ କିଛି ହାତଗଣତି ପୁରୁଷ ନେତାଙ୍କ ଦ୍ୱାରା ହିଁ ପରିଚାଳିତ ହୁଏ। ହଁ, ଏକ ସାଧାରଣ ଧାରଣା ରହିଆସିଛି। କିନ୍ତୁ 1930 ଏବଂ 40 ଦଶକରେ ଓଡ଼ିଶାରେ ମହିଳାମାନଙ୍କର ଏଇ ଯେଉଁ ବହୁମୁଖୀ ନେତୃତ୍ୱ ବା ମଲ୍ଟିଫାସେଟେଡ୍ ଲିଡରସିପ୍ ଆମେ ଦେଖିଲେ, ତାହା କିପରି ସେହି ପୁରୁଣା ଧାରଣାକୁ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ କରୁଛି। ଯଦି ଆମେ ସେହି ସମୟର ମହିଳାମାନଙ୍କର ସାଂଗଠନିକ ଦକ୍ଷତା, ଆର୍ଥିକ ତ୍ୟାଗ ଏବଂ ସାଂସ୍କୃତିକ ଜାଗରଣକୁ ଗଭୀର ଭାବରେ ଦେଖିବା, ତେବେ ତାହା ବର୍ତ୍ତମାନ ସମୟର ଆଧୁନିକ ଗଣ ଆନ୍ଦୋଳନଗୁଡ଼ିକୁ ବୁଝିବାରେ ଆମକୁ ଏକ ନୂଆ ଏବଂ ସମ୍ପ୍ରସାରିତ ଦୃଷ୍ଟିକୋଣ ପ୍ରଦାନ କରିବ ନାହିଁ କି? ଯେତେବେଳେ ସମାଜର ଅଧା ଅଂଶ ଏକାଠି ହୋଇ ସ୍ୱର ଉତ୍ତୋଳନ କରନ୍ତି, ସେତେବେଳେ ପ୍ରକୃତ ପରିବର୍ତ୍ତନ କିପରି ଅବଶ୍ୟମ୍ଭାବୀ ହୋଇଯାଏ, ଏହା ତାର ଏକ ଜ୍ୱଳନ୍ତ ଉଦାହରଣ ଅଟେ। ଏହା ପ୍ରକୃତରେ ଏକ ଚିନ୍ତାଶୀଳ ବିଷୟ। ଅତୀତରୁ ଆମେ କେବଳ ଘଟଣାବଳୀ ପଢ଼ୁନାହୁଁ, ବରଂ ବର୍ତ୍ତମାନର ସମାଜକୁ ଆଗେଇ ନେବା ପାଇଁ ଶିକ୍ଷା ମଧ୍ୟ ଗ୍ରହଣ କରୁଛୁ, ଯାହା ଆମକୁ ଆଗକୁ ବାଟ ଦେଖାଇବ। ତେବେ ଏହି ଗଭୀର ପ୍ରଶ୍ନ ସହିତ ଆଜିର ଏହି ଐତିହାସିକ ଦସ୍ତାବେଜଗୁଡ଼ିକ ଉପରେ ଆଧାରିତ ଆମର ଏହି ବିସ୍ତୃତ ଆଲୋଚନାଟିକୁ ଆମେ ଏଠାରେ ସମାପ୍ତ କରୁଛୁ। ଆଲୋଚନାରେ ଭାଗ ନେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।